ଯେଉଁ ଲୋକଟା ଏବେ ମୋ ଶବ ପାଖରେ ଠିଆ ହେଇ ମୋତେ ପ୍ରଶଂସାରେ ପୋତି ପକାଉଛି, ମୁଁ ବଞ୍ଚିଥିବା ବେଳେ ସେ ଥରେ ମୋ ମୁହଁକୁ ଛେପ ପକାଇଥିଲା। ଦୟାକରି ତାକୁ ଟିକେ ମୋ ଶବ ପାଖରୁ ଦୂରେଇ ନିଅ। ମୋତେ ଭାରି ଅଣନିଶ୍ୱାସୀ ଲାଗୁଛି। ଦର୍ଶକ ବନ୍ଧୁ, ଆପଣମାନେ ଦେଖିଥିବେ, ଅଧିକାଂଶ ସମୟରେ ଜଣେ ମଣିଷକୁ ତା ବଞ୍ଚିଥିବା ଅବସ୍ଥାରେ ପ୍ରକୃତ ସ୍ନେହ, ଶ୍ରଦ୍ଧା, ମମତା, ସମ୍ବେଦନଶୀଳତା ଓ ଆତ୍ମୀୟତା ପ୍ରଦାନ କରାଯାଏ ନାହିଁ। ହେଲେ ସେ ମରିଗଲା ପରେ ତା ଶବ ପାଖରେ ଠିଆ ହେଇ ଲୋକମାନେ ତାକୁ ବଡ଼ ଦେଖେଇ ଉପର ଠାଉରିଆ ଭାବରେ ପ୍ରଶଂସା ଗୀତି ଗାୟନ କରିଚାଲନ୍ତି। ସମାଜର ଏହି ନିର୍ମମ ଦାରୁଣ ବାସ୍ତବିକତାଟିକୁ ପ୍ରତୀକାତ୍ମକ ଢଙ୍ଗରେ ଶବ ମୁହଁରେ ମୁଁ ଉପସ୍ଥାପିତ କରିବା ପାଇଁ ଚେଷ୍ଟା କରିଛି। ଏହି ସ୍ୱତନ୍ତ୍ର ଉପସ୍ଥାପନା ଉପରେ ଆପଣମାନଙ୍କର ବ୍ୟକ୍ତିଗତ ମତାମତ ଆପଣମାନେ ଜଣାଇ ପାରିବେ। ଆଜି ତ ସମୟ ହେଲାଣି, ମୋତେ ବିଦାୟ ଦିଅନ୍ତୁ। ଆପଣମାନେ ଭଲରେ ଥାନ୍ତୁ। ପୁଣି ଦେଖାହେବ ଏକ ନୂତନ ସାହିତ୍ୟ, ସଙ୍ଗୀତ କିମ୍ବା ଦର୍ଶନ ସମ୍ବନ୍ଧିତ ଅନୁଭବପୂର୍ଣ୍ଣ କାର୍ଯ୍ୟକ୍ରମରେ। ନମସ୍କାର।